ब्रिटिशरଙ୍କ ଠାରୁ ଭାରତୀୟ ସଂଗ୍ରାମୀକୁ ରକ୍ଷା କରିଥିଲେ ଫ୍ରାନ୍ସ ଦେଶର ଲୋକ। ପରାଧୀନ ଭାରତର ଦୁର୍ନୀତି କରୁଥିବା ବ୍ରିଟିଶରଙ୍କ ବିଷୟରେ ସମଗ୍ର ବିଶ୍ୱକୁ ଜଣାଇବାରେ ସାହାଯ୍ୟ କରିଥିଲା ଏହି ଦେଶ। ଏଣୁ ଭାରତ ସହ ଫ୍ରାନ୍ସର ବନ୍ଧୁତା ବହୁ ପୁରୁଣା ଅଟେ। ଭାରତ ସ୍ୱାଧୀନତାର ଅନୁସନ୍ଧାନରେ ଥିବା ବେଳେ ଫ୍ରାନ୍ସର ମାର୍ସେଲ ସହର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। 1910 ମସିହାର ଘଟଣା। ଭାରତର ଜଣେ ସୁପରିଚିତ ସ୍ୱାଧୀନତା ସଂଗ୍ରାମୀ ବୀର ସାବରକରଙ୍କୁ ବ୍ରିଟିଶରମାନେ ଗିରଫ କରିନେଇଥିଲେ। ନାସିକ୍ କନ୍ସ୍ପିରେନ୍ସି କେସ୍ରେ ତାଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ ବ୍ରିଟିଶର ଶାସକ। ଏହି ମାମଲାର ଟ୍ରାଏଲ ପାଇଁ ସାବରକରଙ୍କୁ ଇଂଲଣ୍ଡରୁ ସମୁଦ୍ର ପଥରେ ଜାହାଜ ଦେଇ ଭାରତ ଅଣାଯାଉଥିଲା। ତେବେ ଏହି ସମୟରେ ସାବରକର ହାତରେ ଲାଗିଥିବା ଶିକୁଳି ସହ ଗଭୀର ସମୁଦ୍ରକୁ ଡେଇଁ ପଡ଼ିଥିଲେ। ବ୍ରିଟିଶରଙ୍କ ଗୁଳିକୁ ଭୟ ନ କରି ସେ ଖସି ପଳାଇ ଆସିଥିଲେ। ପରେ ସମୁଦ୍ର କୂଳରେ ଥିବା ମାର୍ସେଲ ନାମକ ସହରକୁ ପହଁରି ଚାଲି ଆସିଥିଲେ। ଅନ୍ୟପଟେ ବ୍ରିଟିଶର ତାଙ୍କୁ ଧରିବା ପାଇଁ ମାର୍ସେଲ ନାମକ ସ୍ଥାନକୁ ଆସିଯାଆନ୍ତି। ଫ୍ରାନ୍ସର ଏକ ସହର ଅଟେ ମାର୍ସେଲ। ତେବେ ଏଠାରେ ବ୍ରିଟିଶର ପହଞ୍ଚି ତାଙ୍କୁ ଗିରଫ କରିବା ବେଳେ ଅନେକ ଫ୍ରେଞ୍ଚ ଲୋକ ଏହାକୁ ଦୃଢ଼ ଭାବେ ବିରୋଧ କରିଥିଲେ। ଫ୍ରେଞ୍ଚ ସରକାର ମଧ୍ୟ ଏହାକୁ ବିରୋଧ କରି ହେଗ୍ ଅନ୍ତର୍ଜାତୀୟ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏହି ଘଟଣା ସାରା ବିଶ୍ୱରେ ବୀର ସାବରକର ଓ ଅନ୍ୟାନ୍ୟ ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ପରିଚିତ କରାଇଥିଲା। ଏହାଛଡ଼ା ଭାରତ ଉପରେ ବ୍ରିଟିଶରମାନେ କରୁଥିବା ଅତ୍ୟାଚାର ବିଷୟରେ ମଧ୍ୟ ସମଗ୍ର ବିଶ୍ୱ ଜାଣିବାକୁ ପାଇଥିଲେ। ପରେ ଏହାକୁ ଦୃଢ଼ ଭାବେ ବିରୋଧ କରିଥିଲା ସାରା ବିଶ୍ୱ। ସେ ସମୟରେ ମଧ୍ୟ ବ୍ରିଟିଶରଙ୍କୁ ବିରୋଧ କରି ଫ୍ରାନ୍ସ ଭାରତକୁ ସମର୍ଥନ କରିଥିଲା। ଏଣୁ ଦୁଇ ଦେଶର ବନ୍ଧୁତା ବହୁ ପୁରୁଣା ଓ ଘନିଷ୍ଠ ଅଟେ। ତେବେ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍ଥାନକୁ ପରିଦର୍ଶନ କରିବା ସହ ପୁରୁଣା କଥାକୁ ମନେ ପକାଇଛନ୍ତି। ଫ୍ରେଞ୍ଚ ଲୋକଙ୍କର ଏଭଳି ସହାୟତା ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବ୍ୟୁରୋ ରିପୋର୍ଟ, ସମୟ ଲାଇଭ୍।